କରୁଛି ମୋ ଚ୍ୟାନେଲ ସଂସ୍କୃତି ଏବଂ ପରମ୍ପରାକୁ। ଯୋଗ ମାୟାଙ୍ଗ ସମ୍ଭୁତାଂ ପ୍ରଳୟୋଦକ ଷୋଡ଼ଶୀ ଅର୍ଦ୍ଧାସନୀ ମହାଦେବୀ କ୍ଷେତ୍ରରକ୍ଷା ବିଧାୟିନୀ। ମାଉସୀ ମା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀ ଦେବୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅସମ୍ପୂର୍ଣ୍ଣ ହୋଇ ମଧ୍ୟ ସ୍ୱୟଂ ସମ୍ପୂର୍ଣ୍ଣ। ସେ ହେଉଛନ୍ତି ସମଗ୍ର ମୂର୍ତ୍ତିତତ୍ତ୍ୱର ପ୍ରତୀକ, ସର୍ବଧର୍ମର ମୂଳାଧାର, ସର୍ବକର୍ମ ସ୍ୱରୂପ, ସର୍ବଜୀବ ସ୍ୱରୂପ। ସେ ସିଦ୍ଧିଦାତା ଓ ମୁକ୍ତିଦାତା। ସମଗ୍ର ବିଶ୍ୱରେ ସେ ଏକ ପ୍ରତିରୂପ। ତାଙ୍କର ରୂପ, ରଙ୍ଗ, ଆକାର, ବେଶ, ପୋଷାକ, ପୂଜା ପାର୍ବଣ, ଯାତ୍ରା, ଉତ୍ସବ, ଅନୁଷ୍ଠାନ, ମନ୍ଦିର ତଥା କ୍ଷେତ୍ର ବିଷୟକ ସମଗ୍ର ତତ୍ତ୍ୱ ଏବଂ ତଥ୍ୟ ରହସ୍ୟମୟ। ଏହି ରହସ୍ୟ ମଧ୍ୟରେ ଅପୌରୁଷେୟ ରହସ୍ୟର କେନ୍ଦ୍ରବିନ୍ଦୁ ତଥା ସମଗ୍ର ତତ୍ତ୍ୱର ପ୍ରତୀକ ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥ, ଯାହାଙ୍କର କେହି ପିତା ବା ମାତା ନାହାନ୍ତି। ନୀଳମଣିରେ ଲେଖା ଅଛି, ନ ମାତା ଜନକ ଜନ୍ମା ନିରୂପା ବୟବସ୍ତଥା ସର୍ବତତ୍ତ୍ୱମୟ ସାକ୍ଷାତ୍ ବ୍ରହ୍ମାଣ୍ଡଂ ପୁରୁଷ ଉତ୍ତମ। ମାଉସୀ ମା କିଏ ଏବଂ ଏହାଙ୍କର ଏପରି ନାମକରଣର ତାତ୍ପର୍ଯ୍ୟ କ'ଣ ବୋଲି ମନରେ ସ୍ୱତଃ ପ୍ରଶ୍ନ ଉଠେ। ଲୋକକଥାରେ ରାଜ୍ୟ ତଥ୍ୟ ଅନ୍ୟ ପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଘରକୁ ଶ୍ରୀଜଗନ୍ନାଥଙ୍କ ମାଉସୀ ଘର ବୋଲି ଧାରଣା ରଖିଥାନ୍ତି। ଏବେ ବି ଏହାକୁ ନେଇ ବାହାରୁ ଆସୁଥିବା ଭକ୍ତଙ୍କ ଭିତରେ ଦ୍ୱନ୍ଦ୍ୱ ରହିଥାଏ। ବିଶେଷ କରି ବଙ୍ଗୀୟ ପର୍ଯ୍ୟଟକମାନେ ଗୁଣ୍ଡିଚା ଘରକୁ ମାସିର ବାଡ଼ି ବୋଲି କହିଥାନ୍ତି। ତେବେ ବଡ଼ଦାଣ୍ଡ ମଧ୍ୟ ଭାଗରେ ମାଉସୀ ମା ମନ୍ଦିର ରହିଛି। ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀ ମାଉସୀ ମା ମନ୍ଦିରରେ ପୂଜା ପାଇଥାନ୍ତି। ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକ ନିକଟରେ ଥିବା ମାଉସୀ ମା ମନ୍ଦିରରେ ମହାପ୍ରଭୁଙ୍କ ରଥ ରହିଥାଏ। ଏଠାରେ ପୋଡ଼ପିଠା ଭୋଗ ଲାଗି ହୋଇଥାଏ। ଏକ ପ୍ରସଙ୍ଗରୁ ଜଣାଯାଏ ଯେ ମହାପ୍ରଳୟ କାଳରେ ପୁରୁଷ ଉତ୍ତମ କ୍ଷେତ୍ରସ୍ଥ ରୋହିଣୀ କୁଣ୍ଡରୁ କାରଣୋଦକ ନିଃସୃତ ହୋଇ ମହାପ୍ରଳୟ ଘଟାଇବା ପରେ ପୁଣି ସେହି କୁଣ୍ଡରେ ଲୀନ ହୋଇଯାଇଥାଏ। ଏହି ଜଳ ପ୍ରଳୟ ଯୁଗାବର୍ତ୍ତନ କାଳରେ ଘଟିଥାଏ। ଥରେ ପ୍ରଳୟ ପରେ ସେ ଜଳ କୁଣ୍ଡ ମଧ୍ୟରେ ଲୀନ ହେଲା ନାହିଁ। ତହୁଁ ମା ଲକ୍ଷ୍ମୀ ବିଷ୍ଣୁପ୍ରିୟା ସକଳ ଲୋକଜନନୀ ଯୋଗମାୟା ସୁଭଦ୍ରିକାଙ୍କ ନିକଟରେ ଏ ଘଟଣା ବ୍ୟକ୍ତ କରନ୍ତେ ଯୋଗମାୟା ସ୍ୱଗାତ୍ରରୁ ଏକ ଶକ୍ତି ଜାତ କରି ପ୍ରଳୟ ଜଳକୁ ଶୋଷଣ ପ୍ରକ୍ରିୟା ମାଧ୍ୟମରେ ନିଃଶେଷ କରିବା ପାଇଁ ଆଦେଶ ଦେଲେ। ସୃଷ୍ଟିଦେବୀ ଚଳୁ କଲାପରି ପ୍ରଳୟ ଜଳକୁ ଶୋଷଣ କରିଦେବାରୁ କ୍ଷେତ୍ର ରକ୍ଷା ହେଲା। କ୍ଷେତ୍ର ରକ୍ଷା ହେବା ସଙ୍ଗେ ସଙ୍ଗେ କ୍ଷେତ୍ରବାସୀମାନେ ଆଶ୍ୱସ୍ତ ଅନୁଭବ କଲେ। ଏହି ଦେବୀ କ୍ଷେତ୍ରର ଆରାଧ୍ୟକା ଶକ୍ତି ମଧ୍ୟରେ ଅନ୍ୟତମା। ଇନ୍ଦ୍ର ନୀଳମଣି ପୁରାଣରେ ରୋହିଣୀ କୁଣ୍ଡ ପ୍ରଶସ୍ତିରେ କୁହାଯାଇଛି, ଯୋଗ ମାୟାଙ୍ଗ ସମ୍ଭୁତାଂ ପ୍ରଳୟୋଦକ ଶୋଷଣୀ ଅର୍ଦ୍ଧାସନୀ ମହାଦେବୀ କ୍ଷେତ୍ରରକ୍ଷା ବିଧାୟିନୀ। ମହାପ୍ରଳୟ ସମୟରେ ବର୍ଦ୍ଧିତ ଜଳର ଅର୍ଦ୍ଧଭାଗ ସୃଷ୍ଟିର ଆଦ୍ୟ କାଳରେ ସେ ଅସନ ବା ଭକ୍ଷଣ କରନ୍ତି ବୋଲି ସ୍କନ୍ଧ ପୁରାଣରେ ମଧ୍ୟ ଉଲ୍ଲେଖ ଅଛି। ପ୍ରଳୟ ଜଳକୁ ଶୋଷଣ କରିଥିବାରୁ ଏହାଙ୍କୁ ଅର୍ଦ୍ଧାସନୀ ଆଖ୍ୟା ଦିଆଯାଇଛି। ବଡ଼ଦାଣ୍ଡ ଦେଇ ପ୍ରବାହିତ ଲୁପ୍ତ ନଦୀର ପାର୍ଶ୍ୱରେ ରହି କ୍ଷେତ୍ର ମଧ୍ୟକୁ ବନ୍ୟାଜଳ ପ୍ରବେଶ କରାଇ ନ ଦେବା ଏବଂ କ୍ଷେତ୍ରକୁ ଜଗି ରହିବାର ଏକ ସଂକେତ ମଧ୍ୟ ଅର୍ଦ୍ଧାସନୀ ନାମ ମଧ୍ୟରେ ଅନୁମାନ କରାଯାଇପାରେ। ଶ୍ରୀଜଗନ୍ନାଥ ଉପାସନାର ମାନବୀକରଣ ପ୍ରକ୍ରିୟା ଅର୍ଦ୍ଧାସନୀକୁ ମାଉସୀ ମାରେ ପରିଣତ କରିଛି। ପୁଣି ଦେବୀ ଯୋଗମାୟାଙ୍କ ସ୍ୱଗାତ୍ରରୁ ରୂପ ନେଇଥିବା ହେତୁ ତାଙ୍କ ଭଗ୍ନୀ ଭାବେ ମାଉସୀ ମା ହେବା ବିଧେୟ। ଦେବୀ ଅଷ୍ଟାସନୀ ପ୍ରଳୟୋଦକକୁ ଶୋଷଣ କରି କ୍ଷେତ୍ରକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଶବରମାନଙ୍କ ନିବାସ ସ୍ଥଳକୁ ସୁରକ୍ଷା ଦେଇଥିବାରୁ ଦଇତା ବା ଶବରହର୍କମାନେ ଏହାଙ୍କୁ ଇଷ୍ଟଦେବୀଙ୍କର ମାନ୍ୟତା ପ୍ରଦାନ କରି ପୂଜନ କରନ୍ତି ବୋଲି ପୁରୁଷ ଉତ୍ତମ ମାହାତ୍ମ୍ୟରେ ବର୍ଣ୍ଣିତ ଅଛି। ଶବର ସାମନ୍ତମାନେ ଇନ୍ଦ୍ର ନୀଳମଣି ମୂର୍ତ୍ତିକୁ ଲୁଚାଇ ରଖିଲା ପରି ଅର୍ଦ୍ଧାସନୀଙ୍କ ଅର୍ଦ୍ଧ ଅଙ୍ଗକୁ ସୁଭଦ୍ରାଙ୍କ ମୁଖମଣ୍ଡଳ ରୂପରେ ଲୁଚାଇ ରଖିଛନ୍ତି ଏବଂ
ଏହାକୁ ଗୁହ୍ୟ ଦେବୀ ଭାବରେ ପୂଜା କରନ୍ତି। ଶବରମାନେ ଉତ୍ତର ପୂର୍ବ ପାର୍ଶ୍ୱରେ ବସତି ସ୍ଥାପନ କଲାବେଳେ ଏହି ମୂର୍ତ୍ତି ସ୍ଥାପନା କରି ଦେବୀ ସୁଭଦ୍ରାଙ୍କ ଅଙ୍ଗ ସମ୍ଭୂତା ବୋଲି ପ୍ରମାଣ କରିବାକୁ ବା ରହସ୍ୟକୁ ଗୁପ୍ତ ରଖିବାକୁ ଉକ୍ତ ମୂର୍ତ୍ତିର ଉର୍ଦ୍ଧ୍ୱ ଭାଗକୁ ଲେପ ସଂସ୍କାର କର୍ମ ଅନୁସାରେ ଦେବୀ ସୁଭଦ୍ରାଙ୍କ ମୁଖାରବିନ୍ଦ ପରି କରିଛନ୍ତି। ଏହି ଲେପ ମୂର୍ତ୍ତିର ଦୁଇ ଗୋଟି କାରଣରୁ ସ୍ପଷ୍ଟ ଜଣାପଡ଼େ। ପ୍ରଥମତଃ ଏ ହେଲେ ଯୋଗମାୟାଙ୍କ ଭଗିନୀ, ତେଣୁ ମା ସୁଭଦ୍ରାଙ୍କ ପରି ହେବା ବିଧେୟ। ଦ୍ୱିତୀୟତଃ ଶୈଳ ନିର୍ମିତ ମୂର୍ତ୍ତିକୁ ଶବର ସଭ୍ୟତା ମଧ୍ୟରେ ସୀମିତ ରଖିବା ପାଇଁ ଲେପ ଦ୍ୱାରା ଢାଙ୍କି ଦିଆଯାଇଛି। ସମ୍ଭବତଃ ଯୋଗମାୟା ସୁଭଦ୍ରାଙ୍କ ଭଗିନୀ ରୂପରେ ଅର୍ଦ୍ଧାଶନୀଙ୍କୁ ମାତୃଭଗ୍ନୀ ମାଉସୀ ମା ବୋଲି କୁହାଯାଏ ଏବଂ ସେହି ନାମ ହିଁ ପ୍ରସିଦ୍ଧ ହୋଇଛି। ପୋଡ଼ପିଠା ଖୁଆଇବାର ରହସ୍ୟ। ଦାରୁ ରୂପୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳା ବିଚିତ୍ର। ଦାରୁ ଦେବତାଙ୍କର ଅନେକ ଆଚରଣ ମଣିଷ ପରି। ଯେମିତି ନାନା ଦିନେ ନାନା ଖାଦ୍ୟ ସାମଗ୍ରୀ ଖାଇବାରେ ମଣିଷର ଆଗ୍ରହ, ସେହିପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୋଡ଼ପିଠା ଖାଇବାରେ ଆଗ୍ରହ। ସେଥିପାଇଁ ମାଉସୀ ମାଙ୍କର ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ପୋଡ଼ପିଠା ଭୋଗ ଲାଗେ। ଦାରୁ ମୂର୍ତ୍ତି ଚତୁଷ୍ଟୟ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ରଥରେ ଆସି ଶ୍ରୀମନ୍ଦିରରୁ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି। ବାହୁଡ଼ା ଯାତ୍ରା ଦିନ 3ଟି ବାହୁଡ଼ା ରଥ ଏହି ମାଉସୀ ମା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ମନ୍ଦିର ତରଫରୁ ପୋଡ଼ପିଠା ଭୋଗ ହୋଇଥାଏ। ପୁରାଣରୁ ଜଣାଯାଏ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ଯିବା ସମୟରେ କାକିମା କୈକେୟୀଙ୍କୁ କହିଥିଲେ, ତୁମର ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତରର ରହିବ। ତ୍ରେତୟା ଯୁଗ ଅବସାନ ପରେ ଆସିବ ଦ୍ୱାପର ଯୁଗ। ସେଥିରେ ମଧ୍ୟ ତୁମେ ଏକ ବଳିଷ୍ଠ ଭୂମିକାରେ ଅବତୀର୍ଣ୍ଣ ହେବ। ତୁମେ ହେବ ଯଶୋମତୀ, ଆଉ ମୁଁ ହେବି ନଟନାଗର ଲବଣୀଚର କାହ୍ନା। ତାପରେ ଆସିବ କଳିଯୁଗ। ସେଥିରେ ମୁଁ ହେବି ଓମ୍କାର ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ, ଆଉ ତୁମେ ହେବ ମୋ ମାଉସୀ ମା। ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ତୁମେ ଅବସ୍ଥାପିତ ହେବ। ଘୋଷଯାତ୍ରା ଦିନ ବଡ଼ଦାଣ୍ଡରେ ମୋ ନନ୍ଦିଘୋଷ ରଥ ଗଡ଼ି ଯିବାବେଳେ ତୁମ ହାତ ପ୍ରସ୍ତୁତ ପୋଡ଼ପିଠା ଖାଇବା ପାଇଁ ମୁଁ ଅଟକି ଯିବି। ଆଉ ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ବହୁ ବର୍ଷ ପୂର୍ବରୁ ପୁରୀ ବଡ଼ ଦାଣ୍ଡଟି ମାଳିନୀ ନଦୀ ଦ୍ୱାରା 2 ଭାଗରେ ବିଭକ୍ତ ହୋଇଥିଲା। ସେତେବେଳେ ରଥଯାତ୍ରା ସମୟରେ 6 ଗୋଟି ରଥ ହେଉଥିଲା। ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି 3 ଗୋଟି ରଥରେ ଆସି ନଦୀ ନିକଟରେ ଓହ୍ଲାଉଥିଲେ। ତାଙ୍କୁ ନଦୀ ପାର କରାଯାଇ ପୁନଶ୍ଚ ଆରପଟେ ଥିବା 3 ଗୋଟି ରଥରେ ବିଜେ କରାଯାଉଥିଲା। ଏହି ନବଦିନାତ୍ମକ ଯାତ୍ରା ମଧ୍ୟରୁ ରଥ ଅଦଳ ବଦଳରେ 6ରୁ 7 ଦିନ ଚାଲି ଯାଉଥିଲା। ଏହି ଅସୁବିଧା ଦେଖି ମହାପ୍ରଭୁଙ୍କ ମାଉସୀ ମାଳିନୀ ନଦୀକୁ ଶୋଷି ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ କୁହାଯାଏ ଅର୍ଦ୍ଧଶୋଷିଣୀ ବା ଅର୍ଦ୍ଧାସିନୀ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅସୁବିଧା ଦୂର ପାଇଁ ମାଉସୀ ନଦୀ ଜଳ ଶୋଷି ନେଇଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଥା ରକ୍ଷା କରି ବାହୁଡ଼ିବା ବେଳେ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଖାଇ ଯାଇଥାନ୍ତି ବୋଲି କିମ୍ବଦନ୍ତୀ ରହିଛି। ବିଶ୍ୱାସରେ ଏବେ ବି ଅର୍ଦ୍ଧାଶନୀ ମାଉସୀ ମା ମନ୍ଦିରରେ ପୂଜା ପାଉଛନ୍ତି। ଦଇତାପଡ଼ା ସାହି ପାର୍ଶ୍ୱରେ ଏହି ମନ୍ଦିର ରହିଛି। ଏହି ମନ୍ଦିର କେଶରୀ ବଂଶର ରାଜାଙ୍କ ସମୟରେ ନିର୍ମାଣ କରାଯାଇଥିଲା। ମନ୍ଦିରରେ ମାଉସୀ ମାଙ୍କର କୃଷ୍ଣପ୍ରସ୍ତର ନିର୍ମିତ ଦ୍ୱିଭୁଜା ରମଣୀୟ ବିଗ୍ରହ ରହିଛି। ବିଗ୍ରହଙ୍କ 2 ପାର୍ଶ୍ୱରେ ପାର୍ଶ୍ୱଦେବୀ ରହିଛନ୍ତି। ମୂର୍ତ୍ତିର କଟିଦେଶରୁ ଆଚ୍ଛାଦିତ କରି ଏଠାରେ ଦେବୀ ସୁଭଦ୍ରାଙ୍କ ମୁଖାଟିଏ ଛାପି ଦିଆଯାଇଛି। ଶ୍ରୀମନ୍ଦିରର ଜଗମୋହନରେ ମହାଲକ୍ଷ୍ମୀ, ହନୁମାନ, ନୃସିଂହ, ରାଧାକୃଷ୍ଣ, ରାମାଭିଷେକ, ପଞ୍ଚମୁଖୀ ହନୁମାନ, କାଳୀ, ଦୁର୍ଗା, 10 ଅବତାର, ଗଣେଶ, 10 ମହାବିଦ୍ୟା, ଶିବ ପାର୍ବତୀ ଏବଂ ନବଗ୍ରହ ଆଦି ଦେବାଦେବୀଙ୍କ ଚିତ୍ର ପ୍ରତିମା ପୂଜା ପାଉଛନ୍ତି। ପ୍ରତିଦିନ ଭୋରରୁ ମାଙ୍କ ଦ୍ୱାର ଫିଟାଯାଇ ସ୍ନାନ ବେଶ କରାଯିବା ସହିତ ସକାଳ ଏବଂ ସନ୍ଧ୍ୟାରେ ବାଳଭୋଗ କରାଯାଏ। ଏହି ଦେବୀ ବନଦୁର୍ଗା ମନ୍ତ୍ରରେ ପୂଜା ପାଇଥାନ୍ତି। ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଦିନ ମାଙ୍କ ଜଳାଶାୟୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଥାଏ।
प्रचंड रौद्र तापरू माँ को शीतल रखिबाई प्रतिवर्ष एही तिथि माँ को जलाभिषेक होइथाय। पोड़पिठा प्रस्तुति। महाप्रभुंको पोड़पिठा प्रस्तुति शैली स्वतंत्र। एथिपाई माउसी माँ सेवक माने हविषान्न पालिथांती। महाप्रभुंको पोड़पिठा पाई हेरा पंचमी दिन चुली अनुकूल होइथाय। पोड़पिठा पाई छेना, गहम अटा, भल घिओ, चीनी, बादाम, किसमिस, अलैच, लवंग प्रभृति विभिन्न द्रव्य प्रस्तुत होइथाय। इटारे तियारी चुली रे एक पाणीहांडी बसा जाई गरम करा जाए। ए समस्त द्रव्य को एकत्र करी एक माटी ताड़रे रखी ताहा उपरे ढांकुणी घोड़ा जाए। महाप्रभु श्री जगन्नाथ जेहेतु पोड़ा द्रव्य खाती नहीं, सेथिलागी ताड़रे पूर्वरु थिबा पानीर बाष्परे एहा संपूर्ण सिझी थाए। बाष्पीकरण प्रक्रिया रे एहाकू सिझिबाकू दिया जाए। मिश्रण प्राय 8 घंटा चुली रे बसी सिझी सारिबा परे एहाकू ठंडा करा जाई खंड खंड करी कटा जाई शुद्ध घिओरे छणा जाए। एहा परे एहाकू माटी हांडी रे रखा जाई 3 रथ निकटकू भोग हेबाकू जाए। बाहुड़ा दिन 3 रथ माउसी माँ मंदिर निकटरे पहुँचीबा परे पूजा पंडा सामंत आसी माँ पाखरे भोग करिबा परे रथारूढ़ ठाकुर मानंकू समर्पण करिथांती। एहाकू सर्पमणही भोग कुहा जाई थाए। एहा दीर्घ 15 दिन पर्यंत सज रही थाए। न माता जनक जन्म निरूपा वयवस्त था सर्वतत्वमय साक्षात ब्रह्मांडं पुरुष उत्तम। तेबे पवित्र बाहुड़ा यात्रार पावन अवसर रे बलगंडी निकटस्थ माँ माउसी माँ मंदिर निकटरे रथ को अटकाई किपरि भावरे श्रीजीव माने माउसी माँ मंदिर तरफरु प्रस्तुत पोड़पिठा को खाई श्रीमंदिर बाहुड़ी थांती सेही अपूर्व मनोहर दिव्य दुर्लभ दृश्य को आमे माने मध्य आगकू वीडियो माध्यम रे दर्शन करिनेबा चलंतु।